କଥାରେ ଗୋଟେ ଥାଏ ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ଗୋଟେ ସୁବର୍ଣ୍ଣ ସୁଯୋଗ ଗୋଟେ ଟାଇମ୍ ଥରେ ଆସେ ତ ସେଇଟା କେହି ଜାଣିପାରନ୍ତି ନାହିଁ। ତ ଆପଣଙ୍କ ଟାଇମ୍ ମଧ୍ୟ ସେମିତି ଅଛି ଆପଣ ଜାଣିପାରିବେ ନାହିଁ। ଆପଣ ଯଦି ସେଇ ଟାଇମ୍‌କୁ ଯଦି ପ୍ରପର୍ଲି ୟୁଟିଲାଇଜ୍ କରୁଛନ୍ତି ତ ନିହାତି ଭାବରେ ଆପଣମାନେ ସକ୍ସେସ୍ ପାଇପାରିବେ। ଅଲରେଡ଼ି ବି ଜାଣିଥିବେ ମୁଁ ଅଲରେଡ଼ି ଯେତେ ସବୁ ଭିଡ଼ିଓ ଅପଲୋଡ଼ କରୁଛି ଗୋଟେ ଡାଇଲଗ୍ ଏବେଠୁ ଯଦି ଆପଣମାନେ ପ୍ରିପାରେସନ୍ କରିବେ ଏବେଠୁ ତମେ ଯଦି ହାର୍ଡ଼ ୱାର୍କ କରିବ ତାହେଲେ ଆପଣଙ୍କ ସକ୍ସେସ୍ ନେକ୍ସଟ ମନ୍ଥ ବା ନେକ୍ସଟ ଇୟର୍‌ରେ ଆପଣ ଦେଖିବାକୁ ପାଇବେ। ଯଦି ଆପଣମାନେ ଭାବିବେ କି ମୁଁ ଫର୍ମ ଆପ୍ଲାଏ ହେଲେ ମୁଁ ପଢ଼ିବି ଏଇଟା ରେଜଲ୍ଟ ବାହାରିନି ରେଜଲ୍ଟ ବାହାରିଲେ ମୁଁ ଫିଜିକାଲ୍ କରିବି ଯେକୌଣସି ଜିନିଷକୁ ଅପେକ୍ଷା କରୁଛନ୍ତି ତ ନିହାତି ଭାବରେ ଆପଣମାନଙ୍କ ସକ୍ସେସ୍ ଲେଟ୍ ହେଇପାରେ ବା ଆପଣଙ୍କ ସକ୍ସେସ୍ ନ ହେଇପାରେ। ମୁଁ ଆପଣଙ୍କୁ କହିବାର ମତଲବ ଏହିକି ଯେ ଆପଣମାନେ ଅଲରେଡ଼ି ବି ଥମ୍ବନେଲ୍ ଦେଖି ଜାଣିପାରିବେ ମୁଁ କେଉଁ ରିଲେଟେଡ୍ ଭିଡ଼ିଓ ଅପଲୋଡ଼ କରିବି। ଓକେ ଆଉ ଗୋଟେ କଥା ଯଦି ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି ତ ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲିବେ ନାହିଁ। ଓକେ ଟେଲିଗ୍ରାମ ଗ୍ରୁପ୍ରେ ହେଲେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିଯିବ। ଓକେ ତ ମୋଟିଭେସନାଲ୍ ଭିଡ଼ିଓ ହେଇଗଲା ବା ଡେଲି ଆପଣଙ୍କୁ ଭିତରେ ମିଳିବ କୌଣସି ଜବ୍ର ଅପଡ଼େଟ୍ ବା କୌଣସି ଜବ୍ର ରେଜଲ୍ଟ ଆଡ଼ମିଟ୍ କାର୍ଡ଼ ଯାହା କିଛି ବି ଅପଡ଼େଟ୍ ଆସେ ମୁଁ ଆମ ଟେଲିଗ୍ରାମ ଗ୍ରୁପ୍ରେ ଇନଷ୍ଟାଣ୍ଟଲି ଅପଡ଼େଟ୍ ଦେଇଥାଏ। ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇପାରିବେ ଜିକେ ମଧ୍ୟ ପ୍ରୋଭାଇଡ଼ କରିଥାଏ ବହୁତ ଇମ୍ପୋର୍ଟାଣ୍ଟ ଆଉ କେଉଁ ଲେବୁଲ୍ର ସବୁ ଏକ୍ଜାମ୍ କେଉଁ ଏକ୍ଜାମ୍ର କେଉଁ ଲେବୁଲ୍ ସବୁ କ୍ୱେଶ୍ଚିନ୍ ପଡ଼େ ଆମ ଟେଲିଗ୍ରାମ ଗ୍ରୁପ୍ରେ ସବୁ କିଛି ଅପଡ଼େଟ୍ ଦେଇଥାଏ। ତ ଡେସ୍କ୍ରିପ୍ସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମିଳିଯିବ ସେଇଠି କ୍ଲିକ୍ କରିକି ଜଏନ୍ ହେଇପାରିବେ। ଫାର୍ଷ୍ଟ କଥା କହିବି ମୋ ଓଡ଼ିଶାରେ ମାନେ 70-80% ପିଲାଙ୍କ ଚିନ୍ତାଧାରା କ'ଣ ରହୁଛି ନା ସେମାନେ ସକ୍ସେସ୍ ପାଇବେ ବଞ୍ଚିତ ହେଉଛନ୍ତି ସେମାନଙ୍କର ମାନେ କହିବାକୁ ଗଲେ ସେମାନଙ୍କର ଗୋଟେ ଅଛି ସେମାନେ ନିହାତି ଭାବରେ ପାଇପାରିବେ ସକ୍ସେସ୍ ହେଇପାରିବେ ସେମାନେ କିଛିଟା ଭୁଲ ଯୋଗୁଁ ହିଁ ପାଉନାହାନ୍ତି କାରଣ ଓଡ଼ିଶା ପୋଲିସ ଡିଷ୍ଟ୍ରିକ୍ଟ ପୋଲିସ ବହୁତ ଜଲ୍ଦି ଆସିବାର ଅଛି ପିଲାମାନେ କହିବେ ଡିଷ୍ଟ୍ରିକ୍ଟ ପୋଲିସ ଆସିଲେ ମୁଁ ପଢ଼ାପଢ଼ି କରିବି କେବେ ଆସିବ ଏମିତି ମୁଁ 2022-2024ରୁ ମୁଁ ଶୁଣିଛି ନାହିଁ ଆସୁଛି ବଟ୍ ଏବେ ସୁଦ୍ଧା ଆସିନି ମୁଁ ଆସିଲେ ପଢ଼ିବି। ମୁଁ ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି ଫେୟାରମ୍ୟାନ୍ ପିଲା ବହୁତ ସାରା କହିଲେ ଫେୟାରମ୍ୟାନ୍ ଆସିବ କି ନ ଆସିବ ଭାଇ ମୋ କଥା ମୁଁ ତୁମକୁ କହୁଛି ବହୁତ ପିଲା ମୁଁ ବହୁତ ଶୁଣୁଥିଲି ଭାଇ ଆସିବନି ଆଉ ଆସିବନି ଦେଖ ଫେୟାରମ୍ୟାନ୍ ଆସିଲା ଅଲରେଡ଼ି ବି ଜଏନିଂ 2024ରେ ନଭେମ୍ବର ମାସରେ ହେଲା ମାନେ ବହୁତ ଜଲ୍ଦି ତା ରିକ୍ରୁଟମେଣ୍ଟ କଣ୍ଡକ୍ଟ କଲା ବଟ୍ ଜଏନିଂ ଟାଇମ୍ରେ ଆପଣ ଜାଣିଥିବେ ଟିକେ ଲେଟ୍ କଲା ବଟ୍ ଆପଣ କଲେ ଆଉ ଯେଉଁମାନେ ଚାହିଁଥିବେ ଯେଉଁମାନେ ବି ସେଇଦିନଠୁ ବଡ଼ ହାର୍ଡ଼ କରିଥିବେ ସେମାନେ ଫେୟାରମ୍ୟାନ୍ରେ ସକ୍ସେସ୍ ପାଇଦେବେ। ପୁଣି ଆପଣଙ୍କର 2022 ଡିଷ୍ଟ୍ରିକ୍ଟ ପୋଲିସ ସେମିତି ତା'ର ପ୍ରୋସେସ୍ ଚାଲିଲା ସେମିତି ହେଇକି ଚାଲିଲା ସେମିତି ହେଇ ଚାଲିଥିବ ଆପଣ ଯଦି ସେଇ ଭୁଲ କରିବେ ମୁଁ ଫର୍ମ ଆପ୍ଲାଏ କଲା ମୁଁ ଫର୍ମ ମାନେ ଆସିଲେ ମୁଁ ପଢ଼ିବି ନୋଟିଫିକେସନ୍ ଆସିଲେ ପଢ଼ିବି ରେଜଲ୍ଟ ଆସିଲେ ମୁଁ ଫିଜିକାଲ୍ କ୍ଲିୟର୍ କରିବି ସେମିତି କିଛି ନାହିଁ। ତ ଆପଣମାନେ ମୁଁ ଅଲରେଡ଼ି କହିଦେଇଛି ଆଜିଠୁ ପଢ଼ାପଢ଼ି କରନ୍ତୁ ଆଜିଠୁ ଫିଜିକାଲ୍ କରନ୍ତୁ ଯାହାକି ଆପଣ ସକ୍ସେସ୍ ନେକ୍ସଟ ମନ୍ଥ ବା ଆପଣ ନେକ୍ସଟ ଇୟର୍ରେ କିଛି ମନ୍ଥ ବା କିଛି ବର୍ଷ ପରେ ଆପଣମାନେ ଦେଖିବାକୁ ମିଳିଯିବେ। ତ ଆପଣ ଯଦି ଭାବିବେ କି ନୋଟିଫିକେସନ୍ ଆସିଲେ ମୁଁ ପଢ଼ିବି ଆପଣଙ୍କ ସକ୍ସେସ୍ଟା ଲେଟ୍ ହେଇପାରେ ବା ଆପଣଙ୍କ ସକ୍ସେସ୍ ନ ହେଇପାରେ ସେଇଠି ତ ଗୋଟେ ଡାଇଲଗ୍ ଅଛି। ତ ବହୁତ ଜଲ୍ଦି ଡିଷ୍ଟ୍ରିକ୍ଟ ପୋଲିସ OISF ହେଉଛି ତା'ର ଅଫିସିଆଲ୍ ନୋଟିଫିକେସନ୍ର ମାନେ ଅଫିସିଆଲ୍ ୱେବସାଇଟ୍ରେ ମଧ୍ୟ ଅପଲୋଡ଼ ହେଇନି ବଟ୍ ଅଫିସିଆଲ୍ ନୋଟିସ୍ ମଧ୍ୟ ମୋ ପାଖରେ ଅଛି ବଟ୍ ସେଇଟା ନୋଟିସ୍ ଦେଖିଲେ କ'ଣ ଅସୁବିଧା ହେବ ତେଣୁ ମୁଁ ତୁମକୁ ଦେଖାଉନି ଯଦି ବି କେଉଁ ୟୁଟ୍ୟୁବର୍ ଯଦି ବି କେଉଁ ପୋଲିସରେ ଯେଉଁ ମାନେ କହିବାକୁ ଗଲେ ଯଦି ଥିବେ ତ ନିହାତି ଭାବରେ ସେମାନେ ଯଦି ୟୁଟ୍ୟୁବରେ ଦେଖାଉଥିବେ ଭଲ କଥା ବଟ୍ ସେଇଟା ଠିକ୍ ନୁହଁ ମୋତେ ଯାହା ଲାଗୁଛି ବଟ୍ ମୁଁ ମାନେ କହିବାକୁ ଗଲେ ପରମିସନ୍ ମାନେ କ'ଣ କରିବେ ୟୁଟ୍ୟୁବ୍ ଅପଲୋଡ଼ କଲେ କିଛି କ'ଣ ଅସୁବିଧା ହେବ ତେଣୁ ଅପଲୋଡ଼ କଲି ବଟ୍ ମୁଁ ଅଫିସିଆଲ୍ ୱେବସାଇଟ୍ରେ ଆସିଲି ବୋଲିକା ମୁଁ ସେଇ ନୋଟିଫିକେସନ୍ ମୁଁ ଆପଣଙ୍କୁ ଦେଖାଉନି। ଓକେ ତ ସେଇ ଯେଉଁ PDFଟା ମାନେ ସେ ସବୁ ଡିଷ୍ଟ୍ରିକ୍ଟକୁ ପଠାଇଛି ମାନେ ସବୁ ଯେତେ ସବୁ ଆମର ଡିଷ୍ଟ୍ରିକ୍ଟ ମାନେ ଆମର କନଷ୍ଟେବଲର ର୍ୟାଙ୍କର ଯେତେ ସବୁ ପୋଷ୍ଟ କେଉଁ ଡିଷ୍ଟ୍ରିକ୍ଟରେ ଖାଲି ପଡ଼ିଛି ସେ କେଉଁ SCBCରେ କେତେ ପୋଷ୍ଟ UAରେ କେତେ ପୋଷ୍ଟ SC ST କେତେ ପୋଷ୍ଟ ସବୁ ପଦବୀ ଖାଲି ପଡ଼ିଛି ସେମାନଙ୍କୁ ନୋଟିଫିକେସନ୍ ମାନେ ଆପଣଙ୍କୁ ନୋଟିସ୍ ଦିଆଯାଇଛି 15 ଜାନୁଆରୀକୁ। ଓକେ ତ ସେମାନେ କହିବେ କେତେ ପୋଷ୍ଟ ବାକି ଅଛି ତାପରେ କ'ଣ ହେବ 2022-2023 ଯେଉଁ ଡିଷ୍ଟ୍ରିକ୍ଟ ପୋଲିସ ପାର ଆପଣ ଜାଣିଥିବେ ପୁରା ଡିଟୋ ସେମିତି ହେଇଥିଲା ପୁରା 2-3 ମାସ ପରେ ତା ରିକ୍ରୁଟମେଣ୍ଟ କଣ୍ଟ୍ରାକ୍ଟ ପୁରା କମ୍ପ୍ଲିଟ୍ କରିଦେଲା। ତ ବହୁତ ଜଲ୍ଦି ଏମିତି କହିକି କେବେ ବାହାରିବ ଡିଷ୍ଟ୍ରିକ୍ଟ ପୋଲିସ କେବେ ବାହାରିବ ଆପଣ ପୁଣି କମେଣ୍ଟ ବସେଇବେ ଭିଡ଼ିଓ ଯେଉଁମାନେ ଫାଷ୍ଟ ଲାଷ୍ଟ ଦେଖୁଛନ୍ତି ଆଶା କରୁଛି କିଛି ବି କମେଣ୍ଟ ଦେବେନି କିଛି ବି ଡାଉଟ୍ ହେବନି ଆଉ ସବୁକିଛି କହିବି ଡିଷ୍ଟ୍ରିକ୍ଟ ପୋଲିସ କେବେ ବହୁତ ଜଲ୍ଦି ଆସିବ ଆପଣମାନେ ପ୍ରିପାରେସନ୍ କରନ୍ତୁ ଆଉ ତୁମେ କହିବ କେବେ ଆସ ମୁଁ ଆସିଲେ ପଢ଼ିବି ତ ଲାଷ୍ଟକୁ ଆସିକି ମାନେ ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରି ପଳେଇବ ଲାଷ୍ଟକୁ ଆପଣମାନେ ମାନେ କହିବାକୁ ଗଲେ ଜାଣିଥିବେ କ'ଣ ଅସୁବିଧା କ'ଣ ହେବ ଯେମିତି ଆମର ଫେୟାରମ୍ୟାନ୍ ଡିଷ୍ଟ୍ରିକ୍ଟ ପୋଲିସରେ ମାନେ ଆପଣମାନେ ଯେତେ ପ୍ରୋବ୍ଲେମ୍ ମାନେ କହିବାକୁ ଗଲେ ଜାଣିଥିବେ କ'ଣ ହେଉଛି ଆଜିକାଲି ମୁଁ ଅଲରେଡ଼ି ବି କହିଦେଉଛି। ଆଉ ଗୋଟେ କଥା ଆପଣଙ୍କ ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ରହୁଛି ମୁଁ ଭିଡ଼ିଓ ପଥରୁ କହିଦେଉଛି କାହିଁକି ଦେଖ SI ଫୁଲ୍ ନୋଟିଫିକେସନ୍ ସର୍ଟ ନୋଟିସ୍ ଆସିଛି ଫୁଲ୍ ନୋଟିଫିକେସନ୍ କେତେବେଳେ ଆସିପାରେ ତା ଆପ୍ଲାଏ ମଧ୍ୟ କେତେବେଳେ ହେଇଯିବ ତା ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ ମଧ୍ୟ କେତେବେଳେ ହେଇପାରେ। OSCPR ବି ରିଟିନ୍ ଏକ୍ଜାମ୍ ଅଲରେଡ଼ି ସରିଯାଇଛି ଆନ୍ସର୍ କି ଅଲରେଡ଼ି ବାହାରିଗଲାଣି ଆର୍ ଫିଜିକାଲ୍ ମଧ୍ୟ ବହୁତ ଜଲ୍ଦି ଆସିଯିବ ବଟ୍ କିଛି ଷ୍ଟେ ରହିଛି ମୁଁ ଅଲରେଡ଼ି ତା ପୂର୍ବ ଭିଡ଼ିଓରେ ମଧ୍ୟ ଅଲରେଡ଼ି କହିଦେଇଛି।
ओएसए बहुत जल्दी आसवाक जाऊँगी, डिस्ट्रिक्ट पुलिस बहुत जल्दी आसवाक जाऊँगी, होमगार्ड बहुत जल्दी आसवाक जाऊँगी, कॉन्स्टेबल एसएससी बहुत जल्दी आसवाक जाऊँगी, ट्रैफिक कॉन्स्टेबल बहुत जल्दी आसवाक जाऊँगी 2025 आसवाक जाऊँगी। 2025 बहुत माने गोटे गोल्डन अपॉर्चुनिटी रोचे। जदि भी आपण कहे जदि न आसवा आपण कौन कहे जदि न आस तो मुझे कौन करी ओसी पार भी कहते समस्त 2023 लास्ट आड़क आसो 2023 आसला 2024 आसला एमती कहीं भी कहीपर कि 100% देख ओसी पार भी 100% रिक्रुटमेंट कम्प्लीट कर एसआई 100% रिक्रुटमेंट कम्प्लीट कर होमगार्ड 100% रिक्रुटमेंट कम्प्लीट कर ओएसए भी 100% रिक्रुटमेंट कम्प्लीट कर जहाँ भी आम अपडेट पाइचु बट जहाँ भी अपडेट पाचु जहाँ भी ऑफिशियली अपडेट पाचु आम ऑफिशियली अपडेट दूसरे एमती किसी ना कि आम मन इच्छा कहीदे यही तारीख रिजल्ट बाहर कौ यूट्यूब कहे यही तारीख रिजल्ट बाहर यही तारीख ये कर जहाँ भी ऑफिशियल अपडेट दे निहाती पर जमी फॉरेस्ट गार्ड मुझे आपको कही यही मंथ रिजल्ट बाहर यही मंथ फिजिकल हम यही मंथ रिजल्ट 100% बाहर जदि भी कौन माने कहगले केस फेस न होता ताल निहत भाव से मंथ में फिजिकल होता तो बहुत सारा स्टे रहा तो किसी भी माने हिंदी रेडियोग्राफर मुझे कहली 7 तारीख में तार रिजल्ट बाहर तार फाइनाल रिजल्ट बाहर 7 तारीख में आसला ओके तो जोटा ऑफिशियल अपडेट आपको सहीटा ही कही था जोटा कि एक्सट्रा पैसा किसी कही न था आपने केवल डिपेंड करूँ निज उपर निज कॉन्फिडेंस उपर आपने जहाँ भी एक्सपीरियंस अच्छी जो मैंने भी न्यू माने नुआ कॉम्पिटिटिव लाइन बा नुआ डिफेंस लाइन को जो पिला आउसंती जो भी जापार टेंशन ना किसी दरकार नहीं आप आस्ते आस्ते सबकि नुआ नुआ शिक्षा को ट्राए करूँ ओके तो ये कहर माने हूँ आपने प्रिपरेशन कंटिन्यू करूँ ओके आ किसी नुआ पिला जापर कि ओडिशा पुलिस सिलेबस कौन रोडिशा पुलिस फिजिकल कौन कौन हुए 2022 जहाँ रहा पूरा डिटो से ही बास एतिक यहाँ ऑनलाइन ऑनलाइन एग्जाम हम ऑफलाइन किसी भी कही हेनी नोटिफिकेशन आसिले पढ़ेब आउ पिला भावे कि ऑफलाइन हम भल होता ऑनलाइन हेल्ले हेनी चलो ऑनलाइन हेल्ले भल होता पिला यार साइड पिला भावे जो पिला मैंने एमती भावी से पिला ही एमती रही भाई जहाँ भी चलती आउ कौन कराया तो देख ओसी बार भी ऑनलाइन एग्जाम है जदि आपने आशा करते ऑफलाइन हेल्ले भल होता एमती भाई करी आप न पढ़े आपंकर असुविधा ही हम मुझे अलरेडी कहीदे निज उपर कॉन्फिडेंस करूँ आपने कौन कले सक्सेस पाइपर केवल ही आपड़ ही जानते तो से अनुसार निज कॉन्फिडेंस सहित पूरा जोरदार करते जहाँफल कि आपने सक्सेस पाइपर बास मुझे भी कहूनी टाइम वेस्ट करनी मु भिड कर मतलब यही कि डिस्ट्रिक्ट पुलिस गोटे नोटिफिकेशन अलरेडी पीडीएफ टी आसी जाइए तो पीडीएफ टी यूट्यूब रे किसी यूट्यूब से अपलोड करते भल कथा बट यूट्यूब मैंने पीडीएफ टी मो पाखे अच्छी मुझे यूट्यूब परमिशन शो करनी कहीं किसी भी परमिशन अच्छी बोलिए मुझे शो करूना ओके जदि देख मुझे विषय जानी तो तेणु मु करूना तो सहीटा मुझे कहीदे सेटा केवल से नोटिसटा केवल लिखाई कौ डिस्ट्रिक्ट कौ कॉन्स्टेबल कौ डिस्ट्रिक्ट सब पोस्ट बड़का अच्छी से माने एस सी के पोस्ट यूरे के पोस्ट एस सी एस टी के पोस्ट सब अपडेट मिले तार रिक्रुटमेंट बहुत जल्दी कंडक्ट कर बास एतिकी ओआईएसएफ बहुत जल्दी आसूसी बहुत जल्दी आसीज आपने अपेक्षा करूँ माने आपण मैंने बर्तमान टाइम फिजिकल विथ कंटिन्यू रिटिन माने कर ओके तो जो मैंने भावुँ कोई रिजल्ट मोर खराब होती आपने आज ही प्रिपरेशन कर दिखाँ कारण दिस इज द टाइम कौटे कहे मैंने कहगले ओडिया माने कौन कह ओडिया माने कहगले बदला नवा वैसे भी है बदला ओके 2022 2023 ना गोटे डिस्ट्रिक्ट पुलिस 2025 देखी दिस तो बदला जहाँ मैं ओडिया खांटी ओडिया कहे ओके तो रोज देखा नेक्स्ट वीडियो से जय जगन्नाथ।